କିଛି ପାଇବାକୁ ହେଲେ ଆମକୁ କିଛି ହରାଇବାକୁ ପଡ଼ିଥାଏ। ଯେମିତିକି ପ୍ରତିଦିନ ରାତିର ନିଦକୁ ମୁଁ ହରାଇଥାଏ କିଛି ପାଇବା ଉଦ୍ଦେଶ୍ୟରେ। ୟୁପିଏସ୍ସି କ୍ରାକ୍ କରିବା ଏତେ ଇଜି ନୁହେଁ, ହାର୍ଡ଼ୱାର୍କ ତ କରିବାକୁ ପଡ଼ିବ। ଏଇଟା ତ ମୋ ପଢ଼ିବାର ପ୍ରଥମ ଦିନରୁ ହିଁ ମୁଁ ଡିସାଇଡ଼୍ କରିନେଇଥିଲି। ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ବହୁତ କମ୍ପିଟିସନ୍ ବଢ଼ିଯାଇଛି। ସମସ୍ତଙ୍କଠୁ ମୁଁ ଯଦି ଆଉ ଟିକେ ଏକ୍ସଟ୍ରା ପରିଶ୍ରମ କରିବି ତାହେଲେ ହେଇପାରିବ। ନହେଲେ ସମସ୍ତେ ଯେତିକି କରୁଛନ୍ତି ମୁଁ ଯଦି ସେତିକି କରିବି, ଏକ୍ଜାମ୍ କ୍ରାକ୍ କରିବା ଇଜି ନୁହେଁ। ଆମେ ତାହା ପାଇଁ କାମ କରନ୍ତି ଯାହାକୁ ଆମେ ଅନ୍ତର ମନରୁ ଚାହାନ୍ତି, ଭଲ ପାଆନ୍ତି। ତାକୁ ପାଇବା ପାଇଁ ତ ଆମକୁ କିଛି ସାକ୍ରିଫାଇସ୍ କରିବାକୁ ପଡ଼ିବ। ନହେଲେ ଭଲ ପାଇବା ଏତେ ଜଲ୍ଦି ମିଳେନି। ଏହା ତ ଯୁଗ ଯୁଗରୁ ପ୍ରମାଣିତ। ଡିନର୍ କରିସାରି ମୁଁ ଲାଇବ୍ରେରୀ ପଳେଇ ଆସିଥିଲି ପଢ଼ିବା ପାଇଁ। ଲାଇବ୍ରେରୀ ଆଗରେ କୁଚି ସାହା ଦେଖା ହେଇଥିଲା। ମୁଁ ଏଇ ବେବି ଡଗ୍ର ନାଁ କୁଚି ରଖିଛି। ତାକୁ ଟିକେ ବିସ୍କିଟ୍ ଦେଲି, ତା ସହ ଟିକେ ଗେଲା କରିଲି। ତାପରେ ଆଗେଇ ଚାଲିଲି ମୋ ଫେଭରାଇଟ୍ ପ୍ଲେସ୍କୁ। 12ଟା ବାଜି ଯାଇଥିଲା। ପଢ଼ିବା ଆରମ୍ଭ କରିଥିଲି। 2 ଆୱାର୍ସ ପଢ଼ିବା ପରେ 1 ଆୱାର କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିଥିଲି। ମଝିରେ ମଝିରେ ପାଣି ପିଇ ନିଜକୁ ହାଇଡ୍ରେଟେଡ୍ ରଖୁଥିଲି, ଯାହା ମୋତେ ନାଇଟ୍ ଷ୍ଟଡ଼ିରେ ସର୍ଭାଇଭ୍ କରିବା ପାଇଁ ବହୁତ ହେଲ୍ପ କରେ। 3ଟା ବେଳେ ମୁଁ ଘରକୁ ଆସିଥିଲି। ଏଇ କାର୍ଟି ମୋର ନୁହେଁ, କାର୍ଟି ଘର ଲୋକଙ୍କର। ଲେଟ୍ ନାଇଟ୍ରେ ଫେରୁଥିବାରୁ ସେଫ୍ଟି ପାଇଁ ରାତିରେ ମୁଁ ଆସିବା ବେଳେ କାର୍ ନେଇକି ଆସିଥାଏ।